दादा मधुबन मिथे बाबा तुम मान सदा सर्वदा जोग रूपक फांसी रे चढ़ी रहा उचित। जोग बल द्वारा ही आत्मा खाटी सुना हो पारिबो। ସେଇଥିପାଇଁ ଏପଟ ସେପଟ ହଉଛ ଯୋଗ କରୁନ ବୋଲି। ଯୋଗ ବଳ ଦ୍ୱାରା ଖାଣ୍ଟି ସୁନା ହେଇକି ରହିବ ପୁରା ଆଉ ରୂପା ହବନି ପୁରା ଖାଣ୍ଟି ସୁନା। ପ୍ରଶ୍ନ କେଉଁ ଶକ୍ତି ବିକାରୀ ଦୃଷ୍ଟିକୁ ତୁରନ୍ତ ବଦଳାଇ ଦେଇଥାଏ? ତାହେଲେ କେଉଁ ଶକ୍ତି ବିକାରୀ ଦୃଷ୍ଟିକୁ ବଦଳାଇ ଦେଇଥାଏ ନା ଉତ୍ତର ଜ୍ଞାନର ତୃତୀୟ ନେତ୍ରର ଶକ୍ତି। ଜ୍ଞାନର ତୃତୀୟ ନେତ୍ରର ଶକ୍ତି ମାନେ ଆତ୍ମା ନୁହେଁ ଆତ୍ମା ଶରୀର ନୁହଁ। ଯେତେବେଳେ ଆତ୍ମାରେ ଆସିଯାଅ ସେତେବେଳେ ବିକାର ପଣିଆ ସମାପ୍ତ ହୋଇଯାଏ। ବାବାଙ୍କର ଶ୍ରୀମତ ହେଉଛି ପିଲାମାନେ ତୁମେ ସମସ୍ତେ ପରସ୍ପର ଭାଇ ଭାଇ ଅଟ ଭାଇ ଭଉଣୀ ଅଟ। ତେଣୁ ତୁମର ଦୃଷ୍ଟି କେବେ ବି ବିକାରୀ ହୋଇପାରିବ ନାହିଁ। ତୁମେ ସଦାସର୍ବଦା ଯୋଗର ମସ୍ତି ଅର୍ଥାତ୍ ଆନନ୍ଦ ନିଶାରେ ରୁହ। ବା ମୋର ଭାଗ୍ୟ ବା ମୋତେ ଭଗବାନ ପାଠ ପଢ଼ାଉଛନ୍ତି ଏଇଭଳି ବିଚାର କରିବା ଦ୍ୱାରା ସର୍ବଦା ମସ୍ତି ଚଢ଼ି ପାରିବ ମସ୍ତି ଚଢ଼ି ରହିବ। ଓମ୍ ଶାନ୍ତି। ମିଠା ମିଠା ସନ୍ତାନ ମାନଙ୍କ ପ୍ରତି ଆତ୍ମିକ ପିତା ବୁଝାଉଛନ୍ତି। ପିଲାମାନେ ଜାଣିଛନ୍ତି ଯେ ଆତ୍ମିକ ପିତା ସେ ମଧ୍ୟ ଆତ୍ମା ଅଟନ୍ତି। ସେ ପୂର୍ଣ୍ଣ ରୂପେ ଶୁଦ୍ଧ ପବିତ୍ର। ତାଙ୍କଠାରେ କୌଣସି ଜଙ୍କ ଅପବିତ୍ରତା ଲାଗି ନାହିଁ। ଶିବ ବାବା ପଚାରୁଛନ୍ତି ମୋ ମଧ୍ୟରେ ଜଙ୍କ ଅଛି? ବିଲକୁଲ ନାହିଁ। ଏହି ଦାଦାଙ୍କ ମଧ୍ୟରେ ବହୁତ ଜଙ୍କ ଥିଲା। ଏହାଙ୍କ ଶରୀରରେ ବାବା ପ୍ରବେଶ କରିଥିବାରୁ ସାହାଯ୍ୟ ମଧ୍ୟ ମିଳୁଛି। ହେଲା ବାବା ତାଙ୍କ ଦେହରେ ପ୍ରବେଶ କରିବାରୁ ଯାଇକି କାହା ଦେହରେ ଆମର ଦାଦା ଲେଖୁରାଜ ଜଙ୍କ ଛାଡ଼ିଛି। କିନ୍ତୁ ଆଗରୁ ବିକାର ଭିତରେ ଥିଲେ ସଂସାର ଭିତରେ ଥିଲେ। ମୂଳ କଥା ହେଉଛି ପାଞ୍ଚ ବିକାର ଯୋଗୁଁ ଆତ୍ମା ଉପରେ ଜଙ୍କ ଲାଗିବା କାରଣରୁ